ଗାଧୋଇବା ପୂର୍ବରୁ ବିରାଜ ନିଜ ସାର୍ଟ ଓ ପ୍ୟାଣ୍ଟକୁ ସଫା କରିବା ପାଇଁ ବାଲ୍ଟିରେ ରଖି ଆଗ ପାଣିରେ ସେ ପଙ୍କ ଦାଗ ସବୁ ଦେଖିଲା। ହାତରେ ଘଷି ଘଷି ଛଡ଼େଇଲା ବେଳେ ତାର ରାତିରେ ଶୟନ ଅବସ୍ଥାର ସେ ଗରମ ପାଣି ଭେଦିଯିବା ଓ ମାଟି ବାଲିର ଅନୁଭୂତି ଟିକେ ଟିକେ ମନେ ପଡ଼ିଲା। ସବୁକିଛି ତା ବୁଝିବା ଶକ୍ତି ବାହାରେ ଥିଲା। ଏତେ ଚିନ୍ତା ଛାଡ଼ି ସେ ଶୀଘ୍ର ଡିଟର୍ଜେଣ୍ଟ ପାଉଡ଼ର ପକାଇ ପୋଷାକ ଗୁଡ଼ିକୁ ଭିଜାଇ ଦେଲା। ବ୍ରସ୍ରେ ଟୁଥପେଷ୍ଟ ଲଗାଇ ଦାନ୍ତ ମଞ୍ଜନ କରି ଆଇନାରେ ଦେଖିଲା। ଜୋତା ଓ ମୋଜା ମଧ୍ୟ ସଫା କରିବାର ଥିଲା। ଏତିକିବେଳେ ଜିତେନ୍ଦ୍ର ମଧ୍ୟ ଆସିଗଲା। ସେ ଅନ୍ୟ ଖାଲି ବଖରାକୁ ଗାଧୋଇବା ପାଇଁ ଗଲା। ଆସୁ ଆସୁ ପଚାରିଲା, କିରେ ଗନ୍ଧିଆ, ଗାଧୋଉନୁ ବେ ଜଲ୍ଦି? ଆଜି ଛୁଟି, ମାନେ ବହି ବ୍ୟାଗ୍ ସବୁ ଭିତରେ ଆଉ ଆମେ ବାହାରେ। ଦୁହେଁ ଶୀଘ୍ର ଗାଧୋଇବା ଶେଷ କରି ରୁମ୍କୁ ଫେରି ଆସିଲେ। ଜିତେନ୍ଦ୍ର ଶୀଘ୍ର ପୋଷାକ ପିନ୍ଧି ହଠାତ୍ ଚାଲିଗଲା ଅନ୍ୟ ଛାତ୍ରମାନଙ୍କ ରୁମ୍କୁ ଖଟି କରିବା ପାଇଁ। ବିରାଜ କିନ୍ତୁ ନିଜ ସଫା କରିଥିବା ପୋଷାକ ସବୁକୁ ଧୋଇ ଶୁଖେଇବାରେ ଲାଗିଗଲା ଓ ଟିକେ ସମୟ ପରେ ଯିବ ବୋଲି କହିଲା। ଶେଷକୁ ସଫା ଜୋତା ଓ ମୋଜାକୁ ନେଇ ଝରକା ସେପଟ ତାଜାରେ ଅଣେଇକି ରଖିବାକୁ ଗଲା। ମୋଜାକୁ ଝରକାର ଲୁହା ଗ୍ରିଲରେ ଓହଳାଇ ରଖିଦେଲା। ହେଲେ ଯେବେ ଜୋତାକୁ ରଖିବାକୁ ଯାଏ ତା ଆଖି ଅବିଶ୍ୱାସରେ ଭରିଗଲା। ତାଜାର ପୋଷ୍ଟରେ ପାଦ ଚିହ୍ନ ସଦୃଶ ପଙ୍କ କାଦୁଅ ଲାଗିଥାଏ। ପୁଣି ଝରକାର କାଚ କବାଟ ଧାରରେ କିଛି ଲମ୍ବା ଲମ୍ବା ବାଳ ଲାଗିଥିଲା। ହେଲେ ନିଜ ରୁମ୍ ଭିତରେ ଚଟାଣରେ ସେମିତି କିଛି ନଥିଲା। ଟିକେ ବାହାରକୁ ମୁଣ୍ଡ କାଢ଼ି ବାମ ପଟରେ ଦେଖିଲା, ବାଡ଼କୁ ଲାଗିଥିବା ଲାଟ୍ରିନ୍ ପାଇପ୍ରେ ବଡ଼ ବଡ଼ ପଞ୍ଜାର କାଦୁଅ ଛିଟାର ଚିହ୍ନ ତଳ ପର୍ଯ୍ୟନ୍ତ ଲମ୍ବି ଯାଇଛି। ତା ମନ ଭୟରେ କମ୍ପି ଉଠିଲା। କାଦୁଅ ଛିଟା ସବୁ ଶୁଖି ଲାଗିଯାଇଥିବା ଯୋଗୁଁ ସେଗୁଡ଼ିକ ନଜରରେ ନ ଆସିବା ସ୍ୱାଭାବିକ। ହେଲେ ଭାଗ୍ୟ ଭଲ, ଆଜି ତାହା ବିରାଜର ନଜରରେ ଆସିଗଲା। 5 ମହଲା ଉପରକୁ ଚଢ଼ି ମୋ ଅଜାଣତରେ ମୋ ରୁମ୍ ଝରକାକୁ କାହିଁକି ଆସୁଥିବ, ଏହା ଭାବି ଚିନ୍ତିତ ହୋଇଗଲା ସେ। ରାତିର ସେ ଅନୁଭୂତି, ପୋଷାକରୁ ସ୍ୱତଃପ୍ରବୃତ୍ତ ଭାବେ ଗମରା ଓ ପଙ୍କ ଗନ୍ଧ ଓ ସକାଳେ ଡେରି ପର୍ଯ୍ୟନ୍ତ ଶୋଇଲା ଭଳି ଘଟଣା, ସବୁର ଭ୍ରମକୁ ଏ ଝରକା ତାଜା ଓ ପାଇପ୍ରେ ଲାଗିଥିବା କାଦୁଅ ଚିହ୍ନ ହିଁ ଦୂର କରିପାରିବ ବୋଲି ବିରାଜ ମନେ ମନେ ସ୍ଥିର କଲା। ଅନ୍ୟ କାହାରିକୁ କିଛି ନ କହି ଶୀଘ୍ର ପାହାଚ ବାଟେ ତଳକୁ ଯାଇ ହଷ୍ଟେଲ ପଛପଟ ବାଡ଼ରେ ସେ ଦେଖିବାକୁ ଲାଗିଲା। ସତକୁ ସତ ପାଦ ଚିହ୍ନ ଗୁଡ଼ିକ ପାଇପ୍ ସହିତ ତଳୁ ଉପରକୁ ରୁମ୍ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ତେଣୁ ଆଜି ରାତିରେ ହିଁ ଏହା ପଛର ରହସ୍ୟ ଜାଣିବା ପାଇଁ ସ୍ଥିର କଲା ସେ। ହଷ୍ଟେଲକୁ ଆଲୋକ ନାମକ ନୂଆ ସୁପରଭାଇଜର ଆସିଥିଲା। ସନ୍ଧ୍ୟା ହେବା ପରେ ପିଲାମାନଙ୍କ ପାଠପଢ଼ା ନିରୀକ୍ଷଣ ପାଇଁ ସେ ପୁରା ହଷ୍ଟେଲ ଘୁରି ବୁଲିଲା। ରାତି 9ଟା ପରେ ସବୁ ପିଲା ରାତ୍ରି ଭୋଜନ ସାରି ଫେରି ଆସିଲେ ନିଜ ରୁମ୍କୁ। ଜିତେନ୍ଦ୍ର ଶୀଘ୍ର ଶୋଇବାକୁ ଗଲା। ବିରାଜ କିନ୍ତୁ ଆସନ୍ତାକାଲି ପାଇଁ ବହିପତ୍ର ସଜାଡ଼ିଲା। ତାପରେ ଝରକା ପାଖକୁ ଯାଇ ଶୁଖିଯାଇଥିବା ଜୋତା ଓ ମୋଜା ସବୁ ନେଇ ଆସିଲା ବେଳେ ଡରକୁ ମନରେ ଚାପି ରଖି ଦୀର୍ଘ ନିଶ୍ୱାସ ପକାଇଲା। ନିଜର ହକି ଷ୍ଟିକ୍କୁ ଲୁଚାଇ ରଖିଥିଲା ନିଜ ପାଖରେ। ସମୟ ବିତିବାକୁ ଲାଗିଲା। ରାତି 11ଟା ପରେ ବିରାଜ ଓ ଜିତେନ୍ଦ୍ର ଶୋଇବାକୁ ଗଲେ। ବିରାଜକୁ ଆଜି କାହିଁକି ଶୀଘ୍ର ନିଦ ଘାରୁଥାଏ। ତଥାପି ସେ ହକି ଷ୍ଟିକ୍ଟାକୁ ପାଖରେ ରଖି ଘୋଡ଼ାଇ ହୋଇଥିବା ଚାଦର ଭିତରୁ ସେଇ ଝରକା ଆଡ଼କୁ ଚାହିଁ ରହିଥାଏ। କିଛି ସମୟ ପରେ ନିଦ ତାକୁ ଅକ୍ତିଆରକୁ ନେଇଗଲା। ଠିକ୍ ରାତି 1 ବାଜିଛି। ପରିସ୍ରା ଲାଗିବାରୁ ବିରାଜ ଉଠି ପଡ଼ିଲା। ଆର ଖଟରେ ଜିତେନ୍ଦ୍ର ଚାଦର ଘୋଡ଼ି ହୋଇ ଶୋଇଥିବା ଦେଖି ବିରାଜ ଚାଲିଲା ସେପଟ ପରିସ୍ରାଗାରକୁ। ପରିସ୍ରା କରୁଥିବା ବେଳେ ତାକୁ ପରିସ୍ରାଗାରର ଛୋଟ ଝରକା ଦେଇ ସର୍ ସର୍ ଶବ୍ଦ ଶୁଣାଗଲା, ଯେମିତି କେହି ନଖ ଦ୍ୱାରା ପାଇପ୍କୁ ରାମ୍ପୁଡ଼ୁଛି। ଭୟଭୀତ ହୋଇ ଅଧା ପରିସ୍ରା କରି ଧାଇଁ ଆସିଲା ରୁମ୍କୁ। ଶୀଘ୍ର ଯାଇ ପହଞ୍ଚିଲା ବେଳକୁ ସେ ଦେଖିବାକୁ ପାଇଲା ତା ରୁମ୍ର ଝରକା ହିଁ ଖୋଲା ଅଛି। ଡେରି ନକରି ଶୀଘ୍ର ପାଖକୁ ଯାଇ ଦେଖିଲା। ସେ ଯାହା ଦେଖିଲା ଡରରେ ତା ଦେହ ପାଣି ହୋଇଗଲା। ବାମ ପଟର ମୋଟା ପାଇପ୍ ଓ ତଳ ମହଲାର ରୁମ୍ ଝରକା ତାଜାମାନଙ୍କ ସାହାରା ନେଇ ଅନ୍ଧାରରେ ପାଖାପାଖି 9 ଫୁଟର ବୃହତ୍ତକାୟ, କଳା କଳା ଘନ କେଶ, କଳା ମଚମଚ ଚକ୍ଷୁ, ବାଘ୍ର ପରି ଶ୍ୱାନ ଦାନ୍ତ ସହିତ ଏକ ଜନ୍ତୁ ଚଢ଼ି ଚଢ଼ି ଆସୁଥାଏ ଉପରକୁ। ସଙ୍ଗେ ସଙ୍ଗେ ଝରକାର ଲୁହା ଗ୍ରିଲ୍ ଓ କାଚ କବାଟ ଦ୍ୱୟକୁ ବନ୍ଦ କରିଦେଲା ସେ।
ଝରକା ବନ୍ଦ ହେବାର ଶବ୍ଦ ଯେବେ ସେ ଜନ୍ତୁଟି ଶୁଣିଲା, କ୍ରୋଧ ଜର୍ଜରିତ ହୋଇ ଅତି ଶୀଘ୍ର ଆସି ପହଞ୍ଚିଗଲା ପଞ୍ଚମ ମହଲାରେ ଅବସ୍ଥିତ ବିରାଜ ଓ ଜିତେନ୍ଦ୍ରଙ୍କ ରୁମ୍ ଝରକା ପାଖରେ। ତାର ସେ ଅତି ଭୟାନକ ଅସୁନ୍ଦର ରୂପ ଦେଖି ବିରାଜର ହୃଦୟ ଥରି ଉଠିଲା। ସେ ଜନ୍ତୁ ଥିଲା ଜଳପିଶାଚ ପ୍ରଜାତିର ହିମ ମାନବ। କାହିଁ କେଉଁ କାଳରୁ ଅଭିଶାପ ପାଇ ଗଭୀର ଜଳ ଭିତରେ ବିଚରଣ କରୁଥିଲା ଗନ୍ଧର୍ବ ଭାବରେ। ଏମାନଙ୍କର ମଣିଷ ରକ୍ତ ସବୁଠୁ ଅଧିକ ପ୍ରିୟ। ଅଗ୍ନି ଓ ସୂର୍ଯ୍ୟଙ୍କ ତେଜ ପ୍ରତି ତାଙ୍କର ଭୟ। କେବେ ମତ୍ସ୍ୟ ରୂପରେ ଜଳ ଭଣ୍ଡାର ଗୁଡ଼ିକରେ ରହି ଅଭିଶାପ ସମୟର ଅନ୍ତକୁ ଅପେକ୍ଷା କରିଥାନ୍ତି ତ କେବେ ହିମ ମାନବ ଭାବରେ ମଣିଷ ଶିକାର କରି ନିଜର ଶକ୍ତି ବଜାଇ ରଖିଥାନ୍ତି। ସଂସାରର ସବୁଠୁ ବୁଦ୍ଧିମାନ ପ୍ରାଣୀ ଅର୍ଥାତ୍ ମନୁଷ୍ୟର ଶିକାର କରି ତାର ସମସ୍ତ ବୁଦ୍ଧିମତ୍ତାକୁ ନିଜ ଭିତରକୁ ନେଇ ଆସନ୍ତି। ଚାଲିଚଳନ ମଧ୍ୟ ଶିଖିଯାଆନ୍ତି। ଏପରିକି ଡିଏନ୍ଏର ସଂରଚନା ମଧ୍ୟ ଗ୍ରହଣ କରି ମନୁଷ୍ୟ ରୂପ ମଧ୍ୟ ନେଇପାରନ୍ତି। ଝରକା ତାଜାରେ ଓହଳି ରହି ବନ୍ଦ ଝରକାକୁ ନିଜ ମୁଣ୍ଡ ଦ୍ୱାରା ବାଡ଼େଇ ବାଡ଼େଇ ଭାଙ୍ଗିବାକୁ ଚେଷ୍ଟା କରୁଥାଏ ସେ ଜୀବ। ଗୋଟିଏ ପଟ କାଚ ଫାଟିଗଲା। ଏସବୁ ଦେଖି ବିରାଜ ଭୟରେ ଶ୍ୱାସ ଅଟକି ଯାଉଥାଏ। ଗୋଡ଼ ଦିଟା ଅଚଳ ହୋଇଗଲା ଯେମିତି। ଅଧା ପରିଶ୍ରା ସେଇଠି କରି ପକାଇଲା ସେ। ଭୟରେ ଉଠି ପଡ଼ି ଯାଇ ଶୋଇଥିବା ଜିତେନ୍ଦ୍ରକୁ ଜୋରରେ ଉଠେଇବାକୁ ଚେଷ୍ଟା କଲା। ଡରି ଡରି ବିରାଜ କହୁଥାଏ, ଜିତୁ ଜିତୁ ଶଳା ଉଠ ବେ, ମାରିଦେବରେ ସେ। ଆବେ ଉଠୁନୁ। ଏତିକି କହି ଯେବେ ସେ ଜିତେନ୍ଦ୍ର ଘୋଡ଼ି ହୋଇଥିବା ଚାଦରକୁ କାଢ଼ିଦେଲା, ଆଶ୍ଚର୍ଯ୍ୟ, ଜିତେନ୍ଦ୍ର ସେଠାରେ ନାହିଁ। ତା ସ୍ଥାନରେ ଥିଲା ତାର ପୋଷାକ ସବୁ, ଆଉ ଏକ ତକିଆ ଓ କନ୍ଥା। ଏ ଜିତେନ୍ଦ୍ରଟା କୁଆଡ଼େ ଗଲା? ହେଲେ ତାର ପୋଷାକ ଖଟ ଉପରେ କେମିତି? କ'ଣ ସେ ଲାଟ୍ରିନ୍କୁ ଛାଡ଼ା ଯାଇଛି କି? ଏସବୁ ଭାବନା ସହିତ ଝରକା ବାହାରେ ଥିବା ଭୟାନକ ଜନ୍ତୁର ଭିତରକୁ ଆସିବାର ଉଦ୍ୟମ ବିରାଜର ମସ୍ତିଷ୍କକୁ କଲବଲ କରିବାକୁ ଲାଗିଲା। ଏତେବେଳେ ଝରକାର କାଚ କବାଟ ଭାଙ୍ଗିଯିବା ସହିତ ସେ ଜନ୍ତୁଟିର ଆକାର ଆକୃତି ଧୀରେ ଧୀରେ ହ୍ରାସ ପାଇ ହିମ ମାନବରୁ ଏକ ମଣିଷ ରୂପରେଖକୁ ବଦଳିବାକୁ ଲାଗିଲା। ଭୟଭୀତ ଓ ଆଶ୍ଚର୍ଯ୍ୟଚକିତ ହୋଇ ବିରାଜକୁ ସ୍ପଷ୍ଟ ଭାବରେ ସେ ଜନ୍ତୁ ବଦଳି ଯାଇ ଜିତେନ୍ଦ୍ରର ନଗ୍ନ ଶରୀରରେ ପରିଣତ ହେବାକୁ ଲାଗିଲା। ବିରାଜ ଅବାକ ହୋଇ ନିଜ ହକି ଷ୍ଟିକ୍ ଧରି ବସ୍ତାକୁ ସେମିତି ଦେଖୁଥାଏ। ଏତେ ବଡ଼ ଦାନବ ତା ରୁମ୍ମେଟ୍ ହୋଇ ଏପର୍ଯ୍ୟନ୍ତ ତା ସହିତ ରହି ଆସୁଥିଲା ଭାବେ ତା ବୁଦ୍ଧି କିଛି କାମ କରୁନଥାଏ। ଜିତେନ୍ଦ୍ର ସେହିପରି ଉଲଗ୍ନ ଅବସ୍ଥାରେ ଝରକାର ଲୁହା ଗ୍ରିଲ୍ ଭିତରେ ହାତ ପୂରେଇ ଖୋଲିବାକୁ ଚେଷ୍ଟା କରୁଥାଏ। ଏମାନଙ୍କ ରୁମ୍ ଭିତରେ ଏମିତି କାଚ ଭାଙ୍ଗିବା ଓ ବିରାଜର ଭୟରେ ଚିତ୍କାର କରିବା ଶୁଣି ସୁପରଭାଇଜର ଆଲୋକ ଆସି ଏମାନଙ୍କ ରୁମ୍ କବାଟ ବାଡ଼େଇ ଖୋଲିବା ପାଇଁ କହୁଥିଲା। ହଠାତ୍ ଆଲୋକର କବାଟ ବାଡ଼େଇବା ଯୋଗୁଁ ବିରାଜ ଚମକି ପଡ଼ିଲା ଓ ଶୀଘ୍ର ଆସି କବାଟ ଖୋଲିଦେଲା। ଆଲୋକ ଯେବେ ଭୟରେ ଥରୁଥିବା ବିରାଜ ଓ ଝରକା ଦେଇ ଭିତରକୁ ପ୍ରବେଶ କରୁଥିବା ଜିତେନ୍ଦ୍ରକୁ ଦେଖିଲା, ସେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଗଲା। ଜିତେନ୍ଦ୍ରର ଆଖି ଏବେ କଳା ଓ ଦାନ୍ତଗୁଡ଼ିକ ସ୍ୱଳ୍ପ ମୁନିଆ ଥିଲା। ତା ହାବଭାବ ରକ୍ତ ପିପାସୁ ହେଟା ବାଘ ପରି ଥିଲା। ଜିତେନ୍ଦ୍ର ସେମିତି ଉଲଗ୍ନ ଅବସ୍ଥାରେ ଦୁହିଁଙ୍କ ଉପରକୁ ଲମ୍ଫ ମାରିଲା ବେଳେ ଆଲୋକ ବିରାଜ ହାତରୁ ହକି ଷ୍ଟିକ୍କୁ ଛଡ଼ାଇ ନେଇ ଜିତେନ୍ଦ୍ର ମୁହଁରେ ଶକ୍ତ ପ୍ରହାର କଲାରୁ ସେ ତଳେ କଚାଡ଼ି ହୋଇପଡ଼ିଲା। ବିରାଜ ଭୟରେ ରୁମ୍ ବାହାରକୁ ଆସିଗଲା। କ୍ରୋଧିତ ହୋଇ ଉଠିପଡ଼ି ଜିତେନ୍ଦ୍ର ଆଲୋକ ଉପରକୁ ପୁଣି ଆକ୍ରମଣ କରିବା ପୂର୍ବରୁ ଆଲୋକ ମଧ୍ୟ ବାହାରକୁ ଆସି କବାଟ ବନ୍ଦ କରିଦେଲା ଓ ନିଜ ଫୋନ୍ରେ ପୋଲିସ ଓ କଲେଜ ପ୍ରିନ୍ସିପାଲକୁ ଏ ବିଷୟରେ କହିଦେଲା। ସେପଟେ ରୁମ୍ ଭିତରୁ ଜିତେନ୍ଦ୍ର କର୍କଶ ରଡ଼ିକୁ ଆଲୋକ ଫୋନ୍ରେ ପ୍ରିନ୍ସିପାଲ ଓ ପୋଲିସକୁ ଶୁଣାଇ ଶୀଘ୍ର ଆସିବାକୁ ଅନୁରୋଧ କଲା। ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶ ଅନୁସାରେ ହଷ୍ଟେଲର ସମସ୍ତ ପିଲାଙ୍କୁ ନିଜ ନିଜ ରୁମ୍ରେ କବାଟ ବନ୍ଦ କରି ସାବଧାନରେ ରହିବା ପାଇଁ ସ୍ପିକରରେ ନିର୍ଦ୍ଦେଶ ଦିଆଗଲା। ଜିତେନ୍ଦ୍ର ଏପଟେ ରାଗରେ ଭିତର ପଟୁ କବାଟକୁ ବାଡ଼େଇ କବାଟ ଖୋଲିବା ପାଇଁ କହୁଥାଏ। ଖୋଲ ବିରାଜ, ଖୋଲ ବେ, ଖୋଲ କହିଲି ପରା। ସିଂହ ପରି ରଡ଼ି କଲି, ଖୋଲ ବେ, ଜଲ୍ଦି ଖୋଲ କବାଟ। ଏତିକି କହି କବାଟ ଉପରେ ଭିତର ପଟୁ ଗୋଇଠାର ବର୍ଷା କରିବାକୁ ଲାଗିଲା ଜିତେନ୍ଦ୍ର। ଚମକି ପଡ଼ି ଆଲୋକ ଓ ବିରାଜ ସେ ସ୍ଥାନ ଛାଡ଼ି ଲିଫ୍ଟ ପର୍ଯ୍ୟନ୍ତ ଦୌଡ଼ି ପଳାଇଲେ। ସେଠୁ ଶୀଘ୍ର ତଳକୁ ଆସି ହଷ୍ଟେଲ ବାହାର ପଟ ମୁଖ୍ୟ ଫାଟକ ପାଖକୁ ଚାଲିଗଲେ। ଆଲୋକର ଫୋନ୍ କ୍ରମେ
दुईटी भ्यान रे पुलिस और प्रिंसिपल निज कार जोगे हॉस्टेल बाहर पहुँची गले। सेमाने आसीबार देखि विराज और आलोक फाटकटी को खोलीदेले। सेपटे पंचम महला उपरू जितेंद्र कबाट को गोईठा मारिबा ध्वनि तल पर्यंत शुणा जाउथाए। बंधुकधारी पुलिस रु 7 जन पाहाच बाटे 5 जन लिफ्ट बाटे ऊपर को गले। एतबेलू रूम कबाट फटाई जितेंद्र अधा मनीष और अधा पिशाचर शरीर धारण करी मारणा षंढ परी बारंडारे एपटू सेपट पर्यंत बुलुथाए। पाखरे थिबा अन्य रूम रे छात्र मानक भितरे भयर वातावरण खेली जाइथाए। पुलिस माने सेही फ्लोर बारंडारे पहुँचीबा परे उलग्न अवस्था जितेंद्र तांको आड़कू तीव्र गति माड़ी आसुथिबार देखिले। बाध्य होई जने पुलिस जितेंद्र उपर को गुली चालना कला। फले जितेंद्र घुसुरी घुसुरी तले पड़गला और सिंह परी रडी करिला। पुलिस माने तार निकटवर्ती हेले। पुलिस को देखि से पुनः बृहत्काय रूप धारण करे निज रूम भीतर को पशि जाई झरका बाटे डेई 5 महला तल को चलीगला। पुलिस आसी देखिला बेलको से कॉलेज रो फाटक डेई छोटे छोटे पड़े जाउथिला अंधार रे। मुख्य फाटक रे प्रिंसिपल विराज और आलोक पाखरे थिबा पुलिस मानको हॉस्टेल भीतर थिबा पुलिस माने वाकी टकी रे निर्देश देले। जितेंद्र एबे हॉस्टेल पछपट को डेई हों गभीर नदी आड़ को जाऊे। तुम मैंने नाइट विजन जंत्र नहीं ता पीछा कर और तार लोकेशन मते इमिडिएटली दियो। संगे संगे पुलिस माने बाहरी गले नदी अभिमुखे। एपटे प्रिंसिपल आलोक और विराज को नहीं हॉस्टेल भीतर को गले अन्य छात्र मानक सुरक्षा चिंता करे। ऊपर थिबा बंधुकधारी पुलिस माने शीघ्र तल को आसी अन्य एक भ्यान नहीं बाहरी गले। किंतु 2 जन पुलिस हॉस्टेल रे रही गले जितेंद्र और विराज को रूम को भलरे निरीक्षण करिबा पई। जितेंद्र बहुत आवश्यक वस्तु फोरेंसिक जांच पई दिया गला। समय राति 1:40। रूम भीतर खोजाखोजी चलिला प्रिंसिपल और विराज रो उपस्थिति रे। एपटे से पक्का रास्ता उपरे उलग्न अवस्था वन्य जंतुटी परी 2 हाथ और 2 गोड़र व्यवहार करे दौड़ी दौड़ी पलाउथिला जितेंद्र। ता पीछा करी पुलिस 2टी भ्यान रे आसुथांते। नदी कूल ठीक से ही नरभक्षी जल प्रति सावधान लिखित बोर्ड आखापाखरे पहुँचे जितेंद्र रास्ता उपरू सीधा नदी भीतर को पशिगला। ब्रेक लगे भ्यान बाहर पुलिस माने टॉर्च मारी नदी भितरे ताको पानी भितरे खोजिबा को लगिले। बड़ बड़ ढेउ सहित सेपट कूल आड़ को माड़ी जाउथिला जितेंद्र। ସେହି ଦିଗକୁ ଲକ୍ଷ୍ୟ କରି पुलिस माने अनेक गुली चालना कले। देहरे तार 8टी गुली बाजिबारु तार गति स्वल्प कमिगला और से आहरी उत्पात करी गभीर पानी को चलीगला। नदीर जलपृष्ठ शांत होइजिबार देखि पुलिस माने सेठारु प्रत्यावर्तन कले कॉलेज आड़ को। एपटे विराजर रूम रे 2 जन पुलिस खोजाखोजी करुथांते। तांको भितरु जने पुलिस हठात जितेंद्र खट पाखरे थिबा एक बड़ बाक्स को खोलिबा को लगिला। खोलु खोलु सेथिरु पचा सढ़ा और स्वल्प पंक गंध आसिला। संपूर्ण भाव में देखिला बेलको ता भितरे थिला एक मनुष्यर कंकाल। चमड़ा सबु पची सढ़ी जाई हाड़ सहित लगी जाइथिला। कंकाल उपरे सेही कॉलेज रो यूनिफॉर्म पोशाक चिराफटा होई लागिथिला। एसबू देखि 2 जन पुलिस प्रिंसिपल और विराज को आवाज दिले। कहार कंकाल ता देहरे आपण को कॉलेज यूनिफॉर्म केमिति? जितेंद्र बाक्स भीतर कुआड़ू आसिला। यही सब प्रश्न विराज मस्तिष्क रे घूरी बुलू थाए। विराज रूम रो ह्यूमन स्केलेटन बा कंकाल मिलिथिबा कथा को शीघ्र से 2 जन पुलिस एबे जितेंद्र पीछा करुथिबा अन्य पुलिस मानकू फोन करी जणाई देले। एपटे गुड़ी बाजी जितेंद्र रूपक जंतुटी पानी भितरे अधमरा होई शांत होईगला और भीतर को बुड़ीगला। यह देखि नदी पाख पक्का रास्ता उपरे थिबा पुलिस माने भाबिले से जंतुटी मरीगला। हॉस्टेल कंकाल मिलिथिबा फोन शुणी से माने 2टी जाक भ्यान गति बढ़ाई पहुँची गले हॉस्टेल रे। फोरेंसिक डिपार्टमेंट को पठा जिबा पई कंकाल को बाक्स बाहर को बाहर कला बेले पुलिस को मिलिला एक चांचल्यकर तथ्य। कंकाल बेक हाड़े ओहलीथिला यूनिकॉर्न कॉलेज रो एक आईडी कार्ड जो फोटो थिला निजे जितेंद्र
ପ୍ରିନ୍ସିପାଲ ତାହା ଦେଖି ବିରାଜ ଆଡ଼କୁ ଚାହିଁଲେ। ଏପଟେ ବିରାଜ ଯେବେ ସେ କଙ୍କାଳର ଚିରା ପ୍ୟାଣ୍ଟ ପକେଟରୁ HRX କମ୍ପାନୀର ଏକ ଦାମୀ ଚଷମା ଓହଳିଥିବାର ଦେଖିଲା, ସେ ତାହା ପୋଲିସକୁ କହି ଆଣିଲା ଓ ତା ହାତରେ ଧରି କାନ୍ଦିବାକୁ ଲାଗିଲା। ପୋଲିସମାନେ ଏବେ କଙ୍କାଳକୁ ନେଇ କଲେଜରୁ ପ୍ରସ୍ଥାନ କଲେ। ଯିବା ପୂର୍ବରୁ ଯଦି ଆଉ କିଛି ଅସୁବିଧା ହୁଏ ତେବେ ଶୀଘ୍ର ଜଣାଇବାକୁ କହିଲେ। ପ୍ରିନ୍ସିପାଲ କହିଲେ, ବିରାଜ କ'ଣ ହେଲା? ଚଷମା କାହାର? ତୁ କାନ୍ଦୁଛୁ କାହିଁକି? ବିରାଜ ନିଜକୁ ସମ୍ଭାଳି କହିଲା, ଆମେ କଲେଜ ତରଫରୁ ସବୁ ଛାତ୍ରଛାତ୍ରୀ ଶିକ୍ଷକମାନେ ଗୁଣୁପୁର ଗାଁ ପାଖରେ ଏକ ପାହାଡ଼ ପାଖକୁ 3ଟି ବସ୍ରେ ବଣଭୋଜି କରିବାକୁ ଯାଇଥିଲୁ, ଯେଉଁ ସ୍ଥାନରୁ ସେହି ଗଭୀର ନଦୀଟି ଆରମ୍ଭ ହୋଇଛି। ପ୍ରିନ୍ସିପାଲ କହିଲେ, ହଁ ସେ ତ ସପ୍ତାହ ପୂର୍ବର ଘଟଣା, କିନ୍ତୁ ତାହା ସହିତ ଏ ଘଟଣାର ସମ୍ପର୍କ କ'ଣ? ବିରାଜ କହିଲା, ସାର୍ ଏ ଚଷମା ହେଉଛି ମୋର। ସେଦିନ ମୁଁ ହିଁ ଏ ଚଷମାକୁ ପିନ୍ଧିଥିଲି। ଜିତେନ୍ଦ୍ର ମୋ ସହିତ ଯାଇଥିଲା, ସେ ମୋତେ ଏଇଟା ମାଗିଲା, ମୁଁ ତାକୁ ପିନ୍ଧିବାକୁ ଦେଇଥିଲି। ସେହି ଗୁଣୁପୁର ଗାଁ ମରିଚ ନାୟକ ନାମକ ସେହି ଜଣେ ଅଜଣା ଲୋକର ଡାକରେ ସେ ହଠାତ୍ ନଦୀକୂଳ ପାଖ ଘଞ୍ଚ ଜଙ୍ଗଲ ପାଖକୁ ପଳାଇଥିଲା। ମୁଁ ସେ ଅଜଣା ଲୋକ ବିଷୟରେ ପଚାରିବାରୁ ଜିତେନ୍ଦ୍ର ତା ପରିଚୟ ଦେଇ କହିଲା, ସେ ମୋ ଚିହ୍ନା ଲୋକ। ତେଣୁ ମୁଁ ଫେରି ଆସିଲି ଭୋଜି ପାଖକୁ। ଏପଟେ ଆମେ ସବୁ ପିଲା ଓ ତପନ ସାର୍ ମିଶି ମଜାମସ୍ତି କରୁଥିଲୁ, କିନ୍ତୁ ଜିତେନ୍ଦ୍ରର ଦେଖା ଦର୍ଶନ ନଥିଲା। ଏମିତିକି ବଣଭୋଜିରୁ ଫେରିଲା ବେଳେ ମଧ୍ୟ ମୁଁ ତାକୁ ଆଉ ଦେଖିପାରିନଥିଲି। ଭାବିଲି 3ଟି ବସ୍ ଅଛି, ସେ ଅନ୍ୟ 2ଟି ବସ୍ରେ ଆସୁଥିବ। ସନ୍ଧ୍ୟାବେଳେ ବଣଭୋଜିରୁ ଫେରିବା ପରେ ଆମ କଲେଜ ହଷ୍ଟେଲର ପଛପଟୁ ହଠାତ୍ ଜିତେନ୍ଦ୍ର ବାହାରି ଚାଲି ଆସୁଥିବାର ଦେଖି ମୁଁ ବସ୍ରୁ ଓହ୍ଲାଇ ତା ପାଖକୁ ଗଲି ଓ କେମିତି ଆସିଲୁ ବୋଲି ପଚାରିଲି। ସେ କହିଲା, ଆଗ ବସ୍ରେ ଆସିଲି, ତାପରେ ମୁଁ ଲିଫ୍ଟରେ ନିଜ ରୁମ୍କୁ ଚାଲି ଆସିଲି। ସେ କିନ୍ତୁ ତଳେ ବସ୍ ପାଖରେ ଥିଲା ଅନ୍ୟମାନଙ୍କ ସହ। ମୁଁ ଉପରକୁ ଯାଇ ମୋ ରୁମ୍ର ତାଲା ଖୋଲି ଯାଇ ଝରକା କବାଟ ଖୋଲିଦେଲି। ତାପରେ ଫ୍ରେଶ୍ ହେବା ପାଇଁ ୱାସରୁମ୍କୁ ଗଲି। ମୁହଁ ହାତ ଧୋଇ ମୁଁ ଫେରି ଆସିବା ପରେ ଦେଖିଲି ଜିତେନ୍ଦ୍ର ରୁମ୍କୁ ଆସି ସାରିଥିଲା ଓ ସେହି ବାକ୍ସଟିକୁ ନିଜ ଖଟ ତଳେ ପୁରାଇ ଦେଉଥିଲା। ମୋତେ ସେଇଦିନ ହିଁ ବୁଝିଯିବାର ଥିଲା ଯେ ସେ ଜିତେନ୍ଦ୍ର ନଥିଲା, ତାର ଉପରେ ସେ ଜନ୍ତୁଟି ଥିଲା। ହଷ୍ଟେଲରେ ଛାତ୍ରମାନଙ୍କ ଗହଳି ଯୋଗୁଁ ସେ ଝରକା ପଟେ ଚଢ଼ି ଏଇ ବାକ୍ସ ଭିତରେ ହିଁ ମୋ ସାଙ୍ଗ ଜିତେନ୍ଦ୍ରର ଶବକୁ ରଖିଦେଇଥିବ। ସେଦିନ ତା ପୋଷାକରୁ ଟିକେ ଟିକେ ଗମରା ଓ ପଙ୍କ ଗନ୍ଧ ଆସୁଥିଲା। ବଣଭୋଜିର କ୍ଳାନ୍ତି ଯୋଗୁଁ ମୁଁ ସେତେଟା ଧ୍ୟାନ ଦେଇନଥିଲି। ଜିତେନ୍ଦ୍ରକୁ ସେ ବହୁରୂପୀ ଜନ୍ତୁଟି ସେଇଦିନ ବୋଧେ ମାରି ଦେଇଥିବ। ସେ ହିଁ ଏହି ସ୍ଥାନରେ ରହିବା ପାଇଁ ଜିତେନ୍ଦ୍ରର ମୃତ ଶରୀରକୁ ମୋ ରୁମ୍ରେ ଏ ବାକ୍ସ ଭିତରେ ରଖିଥିବ। ପ୍ରିନ୍ସିପାଲ କହିଲେ, କ'ଣ କହିଲୁ? ମରିଚ ନାୟକ? ଏ ଲୋକଟା ତ ସେମିତି ହିଁ ମରିଥିଲା ନା ସେ ନଦୀରେ? ମୁଁ ନ୍ୟୁଜ୍ ପେପରରେ ପଢ଼ିଥିଲି। ଏ କଙ୍କାଳ ବେକରେ ଜିତେନ୍ଦ୍ରର ID କାର୍ଡ଼, ପକେଟରୁ ତୁ ଦେଇଥିବା ଚଷମା ଓ ଦେହରେ କଲେଜ ୟୁନିଫର୍ମ ଅଛି। ତାହେଲେ ଏ କଙ୍କାଳ ନିଶ୍ଚିତ ଜିତେନ୍ଦ୍ରର। ଏବେ ବିରାଜକୁ ନିଜ ସବୁ ପ୍ରଶ୍ନର ଉତ୍ତର ମିଳିଗଲା। ସେ ପୁଣି କହିବା ଆରମ୍ଭ କଲା, ସାର୍ ଲଗାତାର 2 ରାତିରୁ ସେ ନଦୀରେ ଜଣେ ପରେ ଜଣେ ମରି ଚାଲିଛନ୍ତି। କେଜାଣି କେମିତି ସକାଳେ ମୋ ଦେହରୁ ପଙ୍କ ଗନ୍ଧ ହେଉଥିଲା। ଆଜି ରାତିରେ ମଧ୍ୟ ସେ କାହାକୁ ମାରି ଦେଇଥିବ ସେ ନଦୀରେ। ହଷ୍ଟେଲ ପଛପଟ ଲାଟ୍ରିନ୍ ପାଇପ୍ ଓ ତଳ ରୁମ୍ର ଝରକା ତାଜାମାନଙ୍କୁ ମୋ ଝରକା ପର୍ଯ୍ୟନ୍ତ ସେମିତି ପଙ୍କ କାଦୁଅର ଛିଟା ଲାଗିଛି ସାର୍, ଦେଖନ୍ତୁ। ସେ ଜନ୍ତୁ ହିଁ ନିଜ ପ୍ରତି ଦୋଷ ନ ଆସିବା ପାଇଁ ନିଜ ଦେହର ଓଦାପଣ ଓ ପଙ୍କ ଦାଗ ରାତିରେ ମୋ ଦେହରେ ଲଗାଇଥିବ। କାରଣ ଜିତେନ୍ଦ୍ର ଉପରେ ସେ ସେଇଦିନଠାରୁ କେବେ କାହିଁ ନିଜ ଘରୁ ଆସୁଥିବା ଫୋନ୍ କଲ୍ର ଉତ୍ତର ଦେବା ପାଇଁ ସୁପରଭାଇଜରଙ୍କ ପାଖକୁ ଯାଇନାହିଁ। ପାଠ ନ କରି କେବଳ ଅନ୍ୟ ଛାତ୍ରଙ୍କ ସହିତ ଖଟି କରେ। ଏସବୁ ଶୁଣିସାରି ପ୍ରିନ୍ସିପାଲ ସଙ୍ଗେ ସଙ୍ଗେ ନିଜ ଫୋନ୍ କାଢ଼ି ଗୋଟିଏ ନମ୍ବରକୁ ଫୋନ୍ ଲଗାଇଲେ। ସମୟ ସେତେବେଳକୁ ରାତି 3:28। ପ୍ରିନ୍ସିପାଲ କହିଲେ, ଆଜ୍ଞା ନମସ୍କାର ଗୁରୁଦେବ, ଏବେ ବ୍ୟସ୍ତ ଅଛନ୍ତି କି? ଫୋନ୍ର ପ୍ରତି ଉତ୍ତରରେ ଶୁଣାଗଲା, ୟୁନିକର୍ଣ୍ଣ କଲେଜର ପ୍ରିନ୍ସିପାଲ କହୁଛନ୍ତି ତ? ନା ନା, ଏବେ ଆପଣଙ୍କ କଲେଜରେ ଘଟିଥିବା ଘଟଣାକୁ ହିଁ ସ୍ମରଣ କରି ତାର ସମାଧାନର ଚିନ୍ତା କରୁଥିଲେ। ତାହା ଶୁଣି ବିରାଜ ଆଶ୍ଚର୍ଯ୍ୟ ହୋଇ ପ୍ରିନ୍ସିପାଲଙ୍କ ଫୋନ୍ର ସ୍କ୍ରିନ୍କୁ ଚାହିଁ ଦେଖିଲା। ସେଥିରେ ଲେଖାଥିବା ନାଁ ଥିଲା ଗୁରୁଦେବ ଶିବପ୍ରସାଦ ମହାରାଜ ଓ ତାଙ୍କ ବିଷୟରେ ପଚାରିଲା। ପ୍ରିନ୍ସିପାଲଙ୍କ ଅନୁସାରେ ଏ ଲୋକ ମାତ୍ର 14 ବର୍ଷ ବୟସରେ ଗୃହତ୍ୟାଗ କରିବା ସହିତ ନିଜ ଦଶା ଓ ପିଣ୍ଡଦାନ କରି ହିମାଳୟକୁ ପଳାଇଥିଲେ।
ସେଠାରେ ଅଘୋରୀମାନଙ୍କ ସହିତ ରହି ଭଗବାନ ଶିବଙ୍କ ତାନ୍ତ୍ରିକ ଅବତାରର ଆରାଧନା କଲେ। ଏବେ ଜଣେ ସିଦ୍ଧ ତନ୍ତ୍ର ସାଧକ ସାଜି ଶିବ ଭକ୍ତି ପ୍ରଚାର କରୁଛନ୍ତି ଓ ଡାକ୍ତରମାନଙ୍କ ଦ୍ୱାରା ହତାଶ ହୋଇ ଫେରୁଥିବା ରୋଗୀଙ୍କ ପାଇଁ ବୈଦ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି। ଅଥର୍ବ ବେଦରେ ଥିବା ଆୟୁର୍ବେଦିକ ଚିକିତ୍ସାକୁ ଅଧ୍ୟୟନ କରି ସେ ସବୁ କରୁଛନ୍ତି। ଏତିକିବେଳେ ପ୍ରିନ୍ସିପାଲଙ୍କ ଫୋନ୍ରେ ବି ଶୁଣାଗଲା ଗୁରୁଦେବଙ୍କ ବାଣୀ। ଧ୍ୟାନ ଦେଇ ଶୁଣନ୍ତୁ। ପୋଲିସ ନିଜ ସହିତ ନେଇଯାଇଥିବା କଙ୍କାଳକୁ ସେ ଜଳପିଶାଚ ନିଶ୍ଚିତ ପିଛା କରିବ। ସେ ଜଳପିଶାଚ ସେହି କଙ୍କାଳର ଖପୁରିରେ ନିଜ ପ୍ରାଣ ତତ୍ତ୍ୱର କିଛି ଅଂଶ ନିଶ୍ଚିତ ରଖିଛି, ଯାହା ତାକୁ ବିଭିନ୍ନ ରୂପ ଧାରଣ ପାଇଁ ଆବଶ୍ୟକ। ତାକୁ 8ଟି ଗୁଳି ମାରି ପୋଲିସ ଅଧମରା କରିଦେଇଛନ୍ତି, କିନ୍ତୁ ସେ ନିଜ ଅଭିଶାପ ଅବଧି ଶେଷ ନ ହେବା ପୂର୍ବରୁ ମରିପାରିବ ନାହିଁ। ସେହି ଗୁଣପୁରର ମରିଚ ନାୟକ ଥିଲା ମୋର ଜଣେ ଅଯୋଗ୍ୟ ଶିଷ୍ୟ। ସେ ନିଜେ ହିଁ ନିଜ ମୃତ୍ୟୁ ପାଇଁ ଦାୟୀ। ପ୍ରାୟ 3 ମାସ ପୂର୍ବରୁ ହିଁ ସେ ମୂର୍ଖ ଗଣ୍ଡ ମୋ ଠାରୁ ମାୟାବୀ ଚକ୍ରମ ବିଦ୍ୟାର ଶିକ୍ଷା ଗ୍ରହଣ କରିଥିଲା। ଶିକ୍ଷା ପୂର୍ଣ୍ଣ ହେବା ପରେ ସେ ଚକ୍ରମ ବିଦ୍ୟାକୁ ପରୀକ୍ଷା କରିବା ପାଇଁ ମୋର ହିଁ ଜଣେ ଶିଷ୍ୟ ଉପରେ ପ୍ରୟୋଗ କରିଥିଲା, ଯାହା ଯୋଗୁଁ ତାର ମୃତ୍ୟୁ ଘଟିଲା। ମରିଚର ଏହି ଖରାପ ଗୁଣ ଦେଖି ମୁଁ ହିଁ ତନ୍ତ୍ରବିଦ୍ୟା ଶିକ୍ଷା ଦେବା ବନ୍ଦ କରିଦେଲି। କେବଳ ଆୟୁର୍ବେଦର ଶିକ୍ଷା ଦେଉଛି ମୋ ନୂଆ ଶିଷ୍ୟମାନଙ୍କୁ। ମରିଚି ହିଁ ସେହି ହୁଙ୍ଗଭୀର ନଦୀର 500 ବର୍ଷ କାଳରୁ ଅଭିଶାପ ପାଇ ମତ୍ସ୍ୟ ରୂପରେ ବୁଲୁଥିବା ସେ ଗନ୍ଧର୍ବକୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରିଥିଲା। ଅନେକ ନିରୀହ ଲୋକ ଯେପରି ଭିକାରୀ, ଅନାଥ ଓ ଯାଯାବର ଲୋକଙ୍କୁ ବଶୀଭୂତ କରି ବଳି ଦେଇ ସେ ଗନ୍ଧର୍ବକୁ ରକ୍ତ ପିପାସୁ ପିଶାଚରେ ପରିଣତ କରିଦେଲା। ହେଲେ ଗନ୍ଧର୍ବ ଯେତେ ହେଲେ ଗନ୍ଧର୍ବ, ମାୟାରେ ପରିପୂର୍ଣ୍ଣ। ଋଷିମାନେ ମଧ୍ୟ ସେମାନଙ୍କ ସହିତ ସମାନ ବାର୍ତ୍ତାଳାପ କରିବାକୁ ଡରନ୍ତି। ଏ ତ ସାଧାରଣ ମଣିଷ ହୋଇ ତାକୁ ନିଜ ଦାସ କରିବାକୁ ଭାବିଥିଲା। ତୁମ ବଣଭୋଜି ଦିନ ମରିଚ ଛଳରେ ଜିତେନ୍ଦ୍ର ନାମକ ବାଳକକୁ ବଶୀଭୂତ କରି ତା ଶରୀରକୁ ହିଁ ଭୋଗ ଲଗାଇ ଦେଇଥିଲା ଅଧିକ ମାୟାବୀ ଶକ୍ତି ହାସଲ କରିବା ପାଇଁ। ତୁମେମାନେ ଜାଣିଛ, ଅଳ୍ପ ବିଦ୍ୟା ଭୟ କରି ସେ ନିଜ ଜୀବନ ହରାଇଲା। ପୁଣି ସେ ଅଭିଶପ୍ତ ଗନ୍ଧର୍ବକୁ ରୂପ ଧାରଣ ପାଇଁ ମନୁଷ୍ୟ ଶରୀରଟିଏ ଦେଇଦେଲା ଓ ଜଳପିଶାଚରେ ପରିଣତ କରିବା ସୁଯୋଗ ଦେଇ ବାଟୋଇମାନଙ୍କୁ ବିପଦରେ ପକାଇଲା। ପ୍ରିନ୍ସିପାଲ କହିଲେ, ମହାରାଜ, ତେବେ ତାର ଉପାୟ କ'ଣ? ଗୁରୁଦେବ କହିଲେ, ତେବେ କହୁଛି ଶୁଣ। ମରିଚର ଭୁଲ ଯୋଗୁଁ ସେ ଜଳପିପାସ ଚକ୍ରମ ବିଦ୍ୟାର ମାୟାଜାଲରେ ଫସି ଯାଇଛି। ସେହି କଙ୍କାଳର ଅନ୍ତିମ ସତ୍କାର କରିବାକୁ ହେବ, ଯାହାଦ୍ୱାରା ସେ କଙ୍କାଳରେ ଥିବା ପ୍ରତିଟି ଜୀବକୋଷ ସହିତ ନାଭିକେନ୍ଦ୍ରରେ ଥିବା ଗୁଣସୂତ୍ର ବା DNA ମଧ୍ୟ ପୋଡ଼ି ନଷ୍ଟ ହୋଇଯିବ। ଏବେ ହିଁ ଫୋନ୍ କରି ପୋଲିସମାନଙ୍କୁ କୁହ ସେ କଙ୍କାଳକୁ ନେଇ ସେଇଠି କେଉଁଠି ଦାହ ସଂସ୍କାର କରିଦେବା ପାଇଁ। ଏଇନା ସକାଳ ହୋଇଯିବ, ଆଉ ଡେରି କରନି। ଦିନକ ଭିତରେ କାମ ସାରିଦେବ, ନହେଲେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ। ଏପଟେ ପୋଲିସମାନେ ଭ୍ୟାନରେ ସେହି କଙ୍କାଳକୁ ନେଇ ନଦୀ ପାଖ ପକ୍କା ରାସ୍ତାରେ ଗଲାବେଳକୁ ହଠାତ୍ ବହୁ ଆଗରେ ଦେଖାଗଲା ସେ ଜଳପିଶାଚ ନଦୀରୁ ବାହାରି ରାସ୍ତା ଉପରକୁ ଆସୁଥାଏ। ରାସ୍ତା ଉପରେ ପହଞ୍ଚି ନିଜ କ୍ରୋଧ କଳା ଆଖି ଓ ବଡ଼ ବଡ଼ ଦାନ୍ତ ଦେଖାଇ ହୁଁ ହୁଁ ଶବ୍ଦ କରି ଅତି ଆକ୍ରାମକ ପ୍ରତୀୟମାନ ହେଉଥିଲା ସେ। ତାଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ପୋଲିସମାନେ ସଙ୍ଗେ ସଙ୍ଗେ ଭ୍ୟାନକୁ ରୋକି ବନ୍ଧୁକ ଦେଖାଇଲେ। ମୁଖ୍ୟ ପୋଲିସକୁ ଫୋନ୍ କଲ୍ ଆସିଲା ପ୍ରିନ୍ସିପାଲଙ୍କର। ପ୍ରିନ୍ସିପାଲ କହିଲେ, ସାର୍, ମୋ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆପଣ ଜିତେନ୍ଦ୍ରର କଙ୍କାଳକୁ ଅତିଶୀଘ୍ର ନିଆଁ ଲଗାଇ ପୋଡ଼ି ଦିଅନ୍ତୁ। ସେ ଜଳପିଶାଚ ତା ପିଛା କରି ଆପଣଙ୍କୁ ନିଶ୍ଚିତ ଆକ୍ରମଣ କରିବ। ତା ଉପରକୁ ଯେତେ ଗୁଳି ଚଲାଇଲେ ମଧ୍ୟ ସେ ମରିପାରିବନି। ତାକୁ ରୋକିବାର ଏକ ହିଁ ଉପାୟ। ପ୍ରିନ୍ସିପାଲ କହିଲେ, ସାର୍, ଆପଣ ତାକୁ ମାରିପାରିବେନି, ବୁଝିବାକୁ ଚେଷ୍ଟା କରନ୍ତୁ। ଫୋନ୍ କଟିଗଲା। ଜଳପିଶାଚ ବିକଟାଳ ରଡ଼ି କରି ତାଙ୍କ ଆଡ଼କୁ ମାଡ଼ି ଆସୁଥିବାର ଦେଖି ଭୟରେ ପୋଲିସମାନେ ଗୁଳି ଚାଳନା କଲେ। ସଙ୍ଗେ ସଙ୍ଗେ ଜଳପିଶାଚ ପୁଣି ଥରେ ପାଣି ଭିତରକୁ ଲମ୍ଫ ମାରିଲା। ପାଣିରେ ଭୟାନକ ହଲଚଲ ହୋଇ ବଡ଼ ବଡ଼ ଢେଉ ଉଠିବାକୁ ଲାଗିଲା। କଙ୍କାଳଟିକୁ ପଛ ଭ୍ୟାନରେ ରଖାଯାଇଥିଲା। ଆଗ ଭ୍ୟାନରେ ଥିବା ମୁଖ୍ୟ ପୋଲିସ ନିଜ ସହକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ଓ ନିଜ ସୁରକ୍ଷା ପାଇଁ ସାବଧାନ ରହିବାକୁ କହିଲେ। ଜଳପିଶାଚ ଏପଟେ ପାଣି ଭିତରେ ବୁଡ଼ି ପୋଲିସମାନଙ୍କ ପଛରୁ ବାହାରି ସେହି ପଛ ଭ୍ୟାନ୍ ପାଖକୁ ମାଡ଼ି ଆସିଲା।
संगे संगे पछ भ्यान थिबा पुलिस तापर को गोली चालना करू करू से 3 जन पुलिस को धरी नदी भीतर को फोपाड़ी देला और आउ जन को बंधुक समेत डाहाण हाथ को छिंडाई चोबाई खाईगला। पुलिस जनक चित्कार करी तले पड़गला सेठी। जलपिशाच ए भ्यान ऊपर भाग को नष्ट भ्रष्ट करे जितेंद्र कंकाल को खोजा लगिला। भितर बसी ड्राइवर पुलिस एवं भयर बाहर को डेई पड़ी आसी कष्टरे तले पड़ी चित्कार करुथिबा पुलिस को शीघ्र टेकी धरी आग भ्यान पाखरे थिबा मुख्य पुलिस मानक पाखको नहीं आसिला। जलपिशाच पछ भ्यान को भांगी ता भितर थिबा कंकाल को बास खोजी पाई जाइथिला। मुख्य पुलिस को प्रिंसिपल को कथा मने पड़गला। संगे संगे से ही पछ भ्यान इंजिन को लक्ष्य बोली दर्शाई निर्देश देले फायर एंड ब्लास्ट द इंजिन। समस्त पुलिस माने आउ डेरी न करे गोली चालना कले से भ्यान इंजिन उपर को। गोली मारर ठो ठोर तीव्र शब्द नदीर एपटू सेपट गुंजरित होउथाए। शब्द मान शुणी कंकाल को निज हाथ में धरी जलपिशाच से भ्यान ऊपर को चढ़ी आसी घोर रडी कला। भ्यान आग हेडलाइट लाइसेंस प्लेट छिन्न विच्छिन्न हुई इंजिन और फ्यूल टैंक देखागला। पुलिस मान गोली बस शेष होगा जाऊला। मुख्य पुलिस शेष एक गोली भ्यान फ्यूल टैंक को मारिले। जलपिशाच एवं से ऊपर को आक्रमण करने को बाहरी। जोरदार आलोकमय विस्फोरण हुई भ्यान समेत जलपिशाच और जितेंद्र कंकाल जली उठिला। जलपिशाचर किछि बड़का अंग प्रत्यंग छिटकिकी किछि पानी रे तो किछि रास्ता उपर पड़ी थाए। कंकालर कौनसी चिन्ह वर्ण न थाए। एपटे पुलिस माने भयरे चारिआडे निरीक्षण करुथांते। टिके पूर्व जलपिशाच जो 3 जन को नदी भीतर को फोपाड़ी देइथिला से माने पहरी पहरी कूल को आसीगले। भोर 4:45 आहत पुलिस जन को नहीं से भ्यान ने किछि पुलिस शीघ्र निकटतर डाक्तरखाना अभिमुखे यात्रा कले। बड़का पुलिस माने फोन रे प्रिंसिपल को घटी जाइथिबा समस्त घटना विषय जणाइले। घटनार अंत जानी विराज सुपरभाइजर आलोक प्रिंसिपल और अन्य छात्र छात्री माने खुशी व्यक्त करने सहित जितेंद्र पर दुख अनुभव कले। सकाळे प्रिंसिपल और पुलिस जितेंद्र परिवार लोक को भेटी घटनार सत्य सत्यता कही सांत्वना दे 8 लाख टंका क्षतिपूरण दे फेरी आसिले। एही समय होंगभीर नदी कूल थिबा भंगा भ्यान पाखरे छिटकी पड़िथिबा जलपिशाचर किछि पोड़ा अंग प्रत्यंग पानी भीतर को स्वतःप्रवृत्त भाव पलाइला। पानी रे पशिजिबा क्षणी सबु मिसी जाए एक छोट माछरे परिणत होईगला। अर्थात से अभिशप्त गंधर्व एवं मरीचर से चक्रमरू मुक्त हो सारी।